ଅସେଇଁ କଳାରେ ମହୁମାଛି ଆତଙ୍କ। କେନ୍ଦୁଝର ଜିଲ୍ଲା ଜଡ଼ା ବ୍ଲକ ଅନ୍ତର୍ଗତ ଅସେଇଁକଳା ଗ୍ରାମ ପଞ୍ଚାୟତ। ଗାଁର ପରିବେଶକୁ ଲକ୍ଷ୍ୟ କରିଲେ ଜଣାଯାଏ ଗାଁଟି ଖୁବ୍ ସୁନ୍ଦର ଏବଂ ଆଦର୍ଶ ଗ୍ରାମଟିଏ। ଏହି ଗ୍ରାମର ପ୍ରତ୍ୟେକ ପରିବାର ଖୁବ୍ ଶାନ୍ତ ଏବଂ ସରଳ ସ୍ୱଭାବର। ଶାନ୍ତି ଏବଂ ଖୁବ୍ ଖୁସିର ମହକ ବାଣ୍ଟୁଥିବା ଏହି ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଖୁବ୍ ଶାନ୍ତିରେ ଜୀବନ କାଟୁଥିବା ଏହି ଗ୍ରାମରେ ଭରିଯାଇଛି ଏକ ଅଶାନ୍ତିର ବାତାବରଣ। ସେହି ଅଶାନ୍ତ ପରିବେଶ ମଧ୍ୟରେ ପ୍ରତ୍ୟେକ ମଣିଷ ପାଖରେ ସୃଷ୍ଟି ହୋଇଛି ଏକ ନିଆରା ଆତଙ୍କ, ଯାହାଫଳରେ ଏହି ଅସେଇଁକଳା ଗ୍ରାମରେ ଏବେ ଚିନ୍ତାଗ୍ରାସ କରି ଜୀବନକୁ ବାଜି ଲଗାଇ ଚାଲୁଛନ୍ତି ଗ୍ରାମବାସୀ। ମହୁମାଛି ଆତଙ୍କରେ ଗ୍ରାମବାସୀ ଅଥୟ ହୋଇଗଲେଣି। କେତେବେଳେ ଯେ କେଉଁ ମୁହୂର୍ତ୍ତରେ ମହୁମାଛିମାନେ ଆତଙ୍କ ରଚନା କରିବେ, ସେହି ଚିନ୍ତାରେ ଜୀବନକୁ ଅତିବାହିତ କରୁଛନ୍ତି ଗ୍ରାମର ଛୋଟରୁ ବଡ଼ ପର୍ଯ୍ୟନ୍ତ। ଅସେଇଁକଳା ଗାଁ ମୁଣ୍ଡରେ ରହିଛି ପାନୀୟ ଜଳ ପ୍ରକଳ୍ପର ଏକ ପାଣି ଟାଙ୍କି। ସେହି ପାଣି ଟାଙ୍କିରେ ବସା ବାନ୍ଧି ରହିଛନ୍ତି ମହୁମାଛି। ପାଣି ଟାଙ୍କିରେ ମହୁମାଛି ବସା ବାନ୍ଧି ଯେତିକି ସୌନ୍ଦର୍ଯ୍ୟକୁ ଟାଣି ଆଣିଛି, ସେତିକି ଗୋଟାଇ ଆଣିଛି ଭୟର ବାତାବରଣ। ମହୁ ସ୍ୱାସ୍ଥ୍ୟ ପାଇଁ ଅତି ଉପକାରୀ ହୋଇଥିବା ବେଳେ ମହୁ ବସା ଯେ ଏହି ଗ୍ରାମ ପାଇଁ କେତେ ବିପଦ ସୃଷ୍ଟି କରିଛି, ତାହା କେବଳ ଏହି ଗ୍ରାମବାସୀ ହିଁ ଭୋଗ କରୁଛନ୍ତି। ମହୁମାଛିମାନଙ୍କୁ ତଡ଼ିବା ପାଇଁ ଗ୍ରାମବାସୀ ଅନେକ ଥର ଚେଷ୍ଟା କରି ବିଫଳ ହୋଇଛନ୍ତି। ପୁନର୍ବାର ମହୁମାଛିମାନେ ଆସି ସେହି ପାଣି ଟାଙ୍କିରେ ବସା ବାନ୍ଧି ରହିଛନ୍ତି। ନିକଟରେ ଅଙ୍ଗନବାଡ଼ି କେନ୍ଦ୍ରଟି ରହିଥିବା ଯୋଗୁଁ ଛୋଟ ପିଲାମାନଙ୍କ ପ୍ରତି ବିପଦ ଘେରି ରହିଛି। ବାପା ମା ମଧ୍ୟ ପିଲାମାନଙ୍କୁ ଅଙ୍ଗନବାଡ଼ିକୁ ପଠାଇବା ପାଇଁ ଭୟ କରୁଛନ୍ତି। ମୋ ନାଁ ରାଧାଗୋବିନ୍ଦ ବେହେରା। ମୁଁ ଅସେଇଁକଳା ବସୁଧା ଜଳ ପ୍ରକଳ୍ପର 5 ବର୍ଷ ହେଲାଣି ପାଣି ଛାଡ଼ୁଛି। ଆପଣଙ୍କର ଯେଉଁ ପ୍ରୋବ୍ଲେମ୍ ଏବେ ହେଇଛି ଖାସ୍ କିନା ମହୁମାଛିକୁ ନେଇକିନା, ଆଜ୍ଞା, କ'ଣ ସମସ୍ୟା ରହିଛି ଏବେ କୁହନ୍ତୁ? ମହୁମାଛିର ସମସ୍ୟା ହେଉଛି ଦରକାର ପଡ଼ିଲେ ଉତ୍ପାତ କରୁଛନ୍ତି। ପାଖରେ ଅଙ୍ଗନବାଡ଼ି ଅଛି, ସେଠି ଛୁଆମାନଙ୍କୁ ଆଟାକ୍ କରୁଛନ୍ତି, ମୋତେ ବି ବହୁତ ଆଟାକ୍ କରୁଛନ୍ତି। ସେଥିପାଇଁ ମୁଁ ଟିକେ ଡରୁଛି। ଆଉ କେତେଟା ମହୁ ବସା କରିଛନ୍ତି? 30ଟାରୁ ଅଧିକ। ମହୁମାଛିକୁ ଘୋଡ଼ାଇବା ପାଇଁ କେବେ ଚେଷ୍ଟା କରିଥିଲେ କି? ବର୍ଷେ କରିଥିଲେ, ସବୁ ଉଡ଼ି ଯାଇଥିଲେ, ପୁଣି ଆଉ ଥରେ ଆସିକି ରହିଛନ୍ତି। ଆଉ ନା ଗ୍ରାମବାସୀ ତରଫରୁ ଭିଡ଼ିଓକୁ ଜରିଆରେ ଜଣାଉଛୁ, ପ୍ରଶାସନ ଯଦି ମହୁମାଛିମାନଙ୍କୁ କୌଣସି ସ୍ଥାୟୀ ପ୍ରତିକାର କରନ୍ତେ, ତାହେଲେ ଆମେ ଗ୍ରାମବାସୀ ତ ଏବଂ ଏଇ ଅଙ୍ଗନବାଡ଼ି କେନ୍ଦ୍ର ଛୁଆ ପିଲାମାନେ ସମସ୍ତେ ଉପକୃତ ହୁଅନ୍ତେ। ଆଉ ମୁଁ ବି ପାଣି ଛାଡ଼ିବାରେ ଟିକେ ସୁବିଧାରେ ରହନ୍ତି। ଆଉ ଚିନ୍ତା ଗ୍ରାସ କରିଛି ଅସେଇଁକଳା ଗ୍ରାମବାସୀଙ୍କୁ। ମହୁମାଛି ଏହି ଗାଁରେ ସବୁଦିନ ପାଇଁ ବସା ବାନ୍ଧି ରହିବେ ନା ସ୍ଥାନ ଛାଡ଼ି ଚାଲିଯିବେ, ସେହି ଚିନ୍ତାରେ ଗ୍ରାମବାସୀ। ମହୁମାଛି ଆତଙ୍କରେ ବିପଦକୁ ସାମ୍ନା କରି ଭୟରେ ଚଳପ୍ରଚଳ କରୁଛନ୍ତି। କେତେବେଳେ କେଉଁ ମୁହୂର୍ତ୍ତରେ ମହୁମାଛି ତାର ଆତଙ୍କ ରଚନା କରିବ, ସେହି ଚିନ୍ତାରେ ସମସ୍ତେ। ଭଗବାନଙ୍କୁ ଭରସା କରି ଏବେ ଗ୍ରାମବାସୀ ଚଳପ୍ରଚଳ କରୁଥିବା ବେଳେ ଛୋଟ ପିଲାମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦୁଝର ଜଡ଼ାରୁ ହରେକୃଷ୍ଣ ବେହେରାଙ୍କ ରିପୋର୍ଟ, ଏବି ନ୍ୟୁଜ୍।